ମୁଁ ସଞ୍ଜୟ କୁମାର ନାୟକ ନୟାଗଡ଼ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି। ଆମର ନୟାଗଡ଼ ଜିଲ୍ଲାର କୃଷକ ମୋର୍ଚ୍ଚାର ଟିମ୍ ଘୋଷଣା କରାଗଲା 19 ଜଣ ଏବଂ 15 ଜଣ ଜିଲ୍ଲା ଏକ୍ଜିକ୍ୟୁଟିଭ୍ ମେମ୍ବର ଘୋଷଣା ବି କରାଗଲା। ଆଉ 22 ଜଣଙ୍କର ମଣ୍ଡଳ ଘୋଷଣା କରାଯାଇଛି ଏବଂ ଆଉ ଯେଉଁ 7ଟି ରହିଛି ଆମେ ଖୁବ୍ ଶୀଘ୍ର ତାକୁ ଘୋଷଣା କରିଦେବୁ। ଜିଲ୍ଲା ସଂଯୋଗ ବି ଘୋଷଣା କରିବୁ। ଆଜି ନୂଆ ନୂଆ ଲୋକମାନଙ୍କୁ ଦାୟିତ୍ୱ ଦେଇକି ସମସ୍ତଙ୍କୁ ଆଜି ଦାୟିତ୍ୱ ଦିଆହେଲା ଯେଝା ଯେଝା ଫିଲ୍ଡରେ କାମ କରିବା ପାଇଁ। କିନ୍ତୁ ଚାଷୀଙ୍କ ପାଖରେ ଆମେ ଆଗରୁ ଅଛୁ, ଏବେ ବି ରହିବୁ। ମୁଁ ଯେହେତୁ ସଭାପତି ହେଇଛି ଏଥର ନୂଆକି ନୟାଗଡ଼ ଜିଲ୍ଲା ପାଇଁ, ନୟାଗଡ଼ର ବିକାଶ ପାଇଁ ଯାହା କରିହେବ ଆମେ ତାକୁ କରିକି ଦେଖେଇବୁ। ସାର ଉପରେ ଆମେ ଅଧିକାରୀଙ୍କ ସାଙ୍ଗରେ ଆଲୋଚନା କରିଛୁ, ସେଥିରେ କିଛି ସନ୍ଦେହ ନାହିଁ। ଆମେ ଅଧିକାରୀଙ୍କ ସାଙ୍ଗରେ ଆଲୋଚନା ହେଇଛି, ସେଟା ସମାଧାନ ହେବ ଖୁବ୍ ଶୀଘ୍ର। ସାମ୍ପ୍ରତିକ ସ୍ଥିତିରେ ବସନ୍ତ ଭାଇ ଆଉ ମୁଁ ନିଜେ ଅଫିସର ଯାଇ ଆଲୋଚନା ବିଷୟରେ ହେଇଛି, ବିଗତ ଦିନ ଆଲୋଚନା କରିଛୁ। ଆଗକୁ 100% ଆପଣଙ୍କୁ କଥା ଦେଉଛୁ, ସାରର ଯେମିତି ସମସ୍ୟା ନ ହେବ ସେଇ କଥା ଆମେ ଅଧିକାରୀଙ୍କୁ ଜଣାଇବୁ। ସ୍ୱାଭାବିକ କଥା, ଆମେ କଳାବଜାରରେ ବିଗତରେ ଚଢ଼ାଉ କରିଛୁ ମଧ୍ୟ ଏ ବର୍ଷ ଆହୁରି ବିପୁଳ ଭାବେ ଚଢ଼ାଉ ହେବ, ଏବେ ସନ୍ଦେହ ନାହିଁ। ସେମିତି ନିଶ୍ଚିତ ଆମେ ଆଗ ମାଟି, ଯେହେତୁ ଆମେ ପାର୍ଟି ପାଇଁ ସଭାପତି ହେଇଛୁ, 100% ଆମେ ଆମ ଅଞ୍ଚଳରେ ଚିନି କ୍ୱାଲିଟି ହେବା ପାଇଁ ଆମେ ନିଶ୍ଚିତ ଆମ ମନ୍ତ୍ରୀଙ୍କୁ ଜଣାଇବୁ। ଦାବିପତ୍ର ନିଶ୍ଚିତ ଦେଇଛୁ, ଏବେ ଆହୁରି ଦେବୁ, କିଛି ଅସୁବିଧା ନାହିଁ। ପ୍ରଥମେ ମାଟି ଦେଖନ୍ତୁ, ରଞ୍ଜନ ଭାଇନା ଆପଣଙ୍କୁ କହିଲେ ଆମ ଜିଲ୍ଲା ଜେନେରାଲ ସେକ୍ରେଟାରୀ ଯେ ଡାଲି ଗବେଷଣା କେନ୍ଦ୍ର ମନ୍ତ୍ରୀ ଆସିଥିଲେ, ଆପଣ ମଧ୍ୟ ଉପସ୍ଥିତ ଥିଲେ। ସେଟା କେମିତି ମନ୍ତ୍ରୀଙ୍କୁ ଆମେ ଜଣାଇଛୁ, ଖୁବ୍ ଶୀଘ୍ର ଡାଲି ଗବେଷଣା କେନ୍ଦ୍ର ଚାଲୁ କରିବା ପାଇଁ ମନ୍ତ୍ରୀ ବି ମଧ୍ୟ ତାଗିଦ କରିଛନ୍ତି ଅଫିସରଙ୍କୁ ଯେ ଏଇଟା ତୁରନ୍ତ ଚାଲୁ କରନ୍ତୁ ବୋଲି। ପାଇଁ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ଦାୟିତ୍ୱ ନିଶ୍ଚିତ ସେ କରିବେ, ସେ କଥା କିଛି ଅସୁବିଧା ନାହିଁ। ଆମେ ନିଶ୍ଚିତ, ମୁଁ ପ୍ରଥମେ କହିଛି ଅଧିକାରୀମାନଙ୍କୁ ଆମେ କହିବୁ, ଅଫିସରଙ୍କୁ ମାନେ ତାଗିଦ କରିବୁ, ସମସ୍ତ ଚାଷୀ ଭାଇଙ୍କର ସମସ୍ୟା ଯେମିତି ଦୂର ହେବ ସେଇଭଳିଆ ଆମେ ପଦକ୍ଷେପ ଆଗାମୀ ଦିନରେ ନେବୁ। ମୁଁ ବସନ୍ତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷକ ମୋର୍ଚ୍ଚା ଓଡ଼ିଶା। ଆଜି ନୂତନ ଭାବରେ ଯେଉଁମାନେ ଜିଲ୍ଲା କମିଟିରେ ଯେଉଁମାନଙ୍କୁ ଜିଲ୍ଲାର ସଭାପତି ନୂତନ ଭାବେ ଚୟନ ହୋଇଥିବା ସାନ ଭାଇ ସଞ୍ଜୟ ନାୟକ କୃଷକ ମୋର୍ଚ୍ଚାର ନୂତନ ଭାବରେ ସଭାପତି ଦାୟିତ୍ୱ ନେଲେ ନୟାଗଡ଼ ଜିଲ୍ଲାର। ଆଜି ତାଙ୍କର ସେ ସମ୍ପୂର୍ଣ୍ଣ ଟିମ୍ଟା ଘୋଷଣା କରୁଥିଲେ, ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ସବୁ ମଣ୍ଡଳ ପାଇଁ ସଭାପତି। ଏହାର ଆଜି ଆନୁଷ୍ଠାନିକ ଭାବେ ଘୋଷଣା ହେଲା, ବିଧିବଦ୍ଧ ଭାବେ ଘୋଷଣା ହେଲା। ଆଜିଠାରୁ ସେମାନେ ଦାୟିତ୍ୱ ନେଲେ ଏବଂ ମଣ୍ଡଳ ସ୍ତରରେ କେମିତି ସଂଗଠନ ମଜବୁତ ହେବ ଏବଂ ଚାଷୀ ଆଉ ଚାଷର କିପରି ବିକାଶ ହେବ, ଉନ୍ନତି ହେବ, ସରକାର ପ୍ରଣୟନ କରୁଥିବା ସମସ୍ତ ଯୋଜନାର କେମିତି ସୁଫଳ ଆମ ଚାଷୀ ଭାଇମାନେ ପାଇପାରିବେ, ସେମାନେ ଗ୍ରାଉଣ୍ଡକୁ ଯାଇକି ସେଇଟା ଲୋକଙ୍କୁ ସଚେତନ କରିବେ ଏବଂ କାମ ଆରମ୍ଭ କରିବେ। ଯେଉଁ ବିଗତ ସରକାର 24 ବର୍ଷ ଧରିକି ଚାଷ ଆଉ ଚାଷୀକି ଆଖି ବୁଜି ଦେଇଥିଲେ, ତାଙ୍କ ପ୍ରାଥମିକତାରେ ଚାଷ ନଥିଲା କି ଚାଷୀ ନଥିଲେ, ଅନେକାଂଶରେ ଏଇ ସରକାରରେ ସେଇଟା ହେବ ନାହିଁ। କାରଣ ଆମର ଚାଷୀ ଦରଦୀ ମୁଖ୍ୟମନ୍ତ୍ରୀ ଯେ କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍ ବୈଠକ କଲେ ଏବଂ ସେଇଦିନ ହିଁ ଘୋଷଣା କଲେ ଯେ ଧାନର ମୂଲ୍ୟ ବର୍ତ୍ତମାନ 3100 ଟଙ୍କା ହେଲା। ସାରା ରାଜ୍ୟରେ ଆମେ 3100 ଟଙ୍କାରେ ଧାନ କିଣୁଛୁ। ବିଗତ ସରକାର 2300 ଟଙ୍କାରେ ଧାନ କିଣୁଥିଲେ। 800 ଟଙ୍କାର ଇନପୁଟ୍ ସବସିଡ଼ି କିଛି ଛୋଟିଆ କଥା ନୁହେଁ। ତେଣୁ ଚାଷୀର ହିତ ପାଇଁ ଯାହା ଯାହା କରିହେବ ଆମ ସରକାର ତାକୁ ନେଇକି ଚିନ୍ତିତ ଏବଂ ଚେଷ୍ଟିତ ଅଛନ୍ତି ଏବଂ ଆମର ସବୁ ଯୋଜନାରେ ଚାଷୀର ଆୟ କିପରି ବଢ଼ିପାରିବ, ଚାଷୀର କେମିତି ପ୍ରକୃତରେ ବିକାଶ ହୋଇପାରିବ, ଆମ ଚାଷୀ କିପରି ଅନ୍ୟାନ୍ୟ ଅଗ୍ରଣୀ ରାଜ୍ୟ ଯେଉଁମାନେ ଅଛନ୍ତି, ଆପଣଙ୍କର ମହାରାଷ୍ଟ୍ର ହେଉ, ପଞ୍ଜାବ ହେଉ, ହରିୟାଣା ହେଉ, ଆନ୍ଧ୍ର ହେଉ, ସେ ଚାଷୀଙ୍କ ଠାରୁ ମଧ୍ୟ ଆହୁରି ସୁନ୍ଦର ଭାବରେ କେମିତି ଚାଷକୁ ଆଗକୁ ନେଇପାରିବେ, ତାଙ୍କ ପରିବାରକୁ ଠିକ୍ ଠାକ୍ ପାଳିପୋଷି ପାରିବେ ଏବଂ ତାଙ୍କର ଆୟ କେମିତି ତାଙ୍କ ସହିତ ସମକକ୍ଷ ହେବ ତାକୁ